ପିଲାମାନଙ୍କ କ୍ଷେତ୍ରରେ ଉତ୍ସର୍ଗୀକୃତ କରିସାରିଛନ୍ତି। ତେଣୁ ବହୁତ ଖୁସି ଲାଗେ। ଆମର କ୍ଲବ ମେମ୍ବର୍ସ ଯେଉଁମାନେ ଅଛନ୍ତି ସେମାନେ ବିଭିନ୍ନ ପ୍ରକାର କ୍ଷେତ୍ରରେ ତାଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକୁ ସମ୍ପାଦନ କରୁଛନ୍ତି। ତେଣୁ ଆମକୁ ବହୁତ ଖୁସି ଲାଗୁଛି ଆଜିକାର ଦିନରେ। ଯାହା ବି ହେଉ ବିଶେଷ କିଛି କହିବି ନାହିଁ। ଏବେ ଏବେ ଯେଉଁ ଜେନେରାଲ ନଲେଜ ଟେଷ୍ଟ ଅନୁଷ୍ଠିତ ହୋଇଥିଲା ସେଥିରେ ଆମର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗୋପୀନାଥ ସୋରେନ ଗ୍ରାମ ସାନଗାଣ୍ଠା ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି କାଳୀଚରଣ ସୋରେନ ଗ୍ରାମ ଶ୍ରୀମନ୍ଦିର ସାନଗାଣ୍ଠା। ଦୁଇ ଜଣ ବିଜେତା ଏବଂ ଉପବିଜେତାଙ୍କୁ ମୁଁ ଅନୁରୋଧ କରିବି ସେମାନେ ତାଙ୍କର ପ୍ରାଇଜ୍ ଭିକ୍ଟୋରୀ ଷ୍ଟାଣ୍ଡରୁ ରିସିଭ୍ କରିନେବେ। ଏହି ପୁରସ୍କାରଟିକୁ ପ୍ରେରଣ କରିବେ ଆମ କ୍ଲବର ଆଜୀବନ ସଦସ୍ୟ ତଥା ସବୁବେଳେ ଦିଶା ନିର୍ଦ୍ଦେଶ ଜାରି କରୁଥିବା ଆମ କ୍ଲବ ପାଇଁ ସବୁଠାରୁ ଆକ୍ଟିଭ ମେମ୍ବର। ପୂର୍ବରୁ ସେ ବହୁବାର ଆମ କ୍ଲବ ପାଇଁ ବିଭିନ୍ନ ପ୍ରକାର ସେ ସ୍ପନ୍ସର ମଧ୍ୟ କରିଛନ୍ତି। କ୍ଲବକୁ ବହୁତ ଅର୍ଥ ରାଶି ପ୍ରଦାନ କରିଛନ୍ତି। କ୍ଲବ ତଥା ସାମାଜିକ କାର୍ଯ୍ୟ ପାଇଁ ସେ ନିଜର ଜୀବନକୁ ସବୁବେଳେ ନିୟୋଜିତ କରିଥାନ୍ତି। ଆପଣମାନଙ୍କର ଅତି ପରିଚିତ ଜଣେ ଭାଇ ଆପଣମାନେ ଅଲରେଡି ଜାଣିଛନ୍ତି, ତଥାପି ତାଙ୍କର ନାମ ମୁଁ ଘୋଷଣା କରୁଛି। ସେ ମଧ୍ୟ ଆମର ଭାରତୀୟ ରେଳ ବିଭାଗରେ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି ଶ୍ରୀଯୁକ୍ତ ସଙ୍ଗନ ସିଂ ଟୁଡୁ ମହୋଦୟ। ସେ ପ୍ରଥମ ପୁରସ୍କାରଟିକୁ ବିତରଣ କରିବେ। ପ୍ରଥମ ପୁରସ୍କାରଟିକୁ ଗ୍ରହଣ କରିବେ ଆମର ଗୋପୀନାଥ ସୋରେନ ଗ୍ରାମ ସାନଗାଣ୍ଠାର ଭାଇ ଜଣକ। ହଁ, ଫଟୋ ସେସନ ପାଇଁ ଆମର କ୍ୟାମେରା ସମ୍ମୁଖକୁ ପହଞ୍ଚି ଦେବେ। ବହୁତ ବହୁତ ଧନ୍ୟବାଦ। ବହୁତ ଖୁସି ଲାଗୁଛି ଆମର ଶ୍ରୀଯୁକ୍ତ ସଙ୍ଗନ ସିଂ ଟୁଡୁ ମହୋଦୟ ମଧ୍ୟ ସେ ଆମର କ୍ଲବର ମେମ୍ବର ଅଛନ୍ତି ଏବଂ ଭାରତୀୟ ରେଳ ବିଭାଗର ସେ ଜଣେ କର୍ମଚାରୀ ମଧ୍ୟ ଅଛନ୍ତି। ଆଉ ସେ ମଧ୍ୟ ବହୁମୂଲ୍ୟ ସମୟ ଦେଇ ଆମ କ୍ଲବରେ ତାଙ୍କର ବହୁମୂଲ୍ୟ ସମୟକୁ ଅତିବାହିତ କରୁଛନ୍ତି ଏବଂ ଆମମାନଙ୍କୁ ଆଡ଼ଭାଇସ୍ ଦେଉଛନ୍ତି, ଆମମାନଙ୍କୁ ଗାଇଡ୍ କରୁଛନ୍ତି। ତେଣୁ ବହୁତ ଖୁସିର ମୁହୂର୍ତ୍ତ ଆଜିକାର ଦିନ ପାଇଁ। ତେଣୁ ଆମକୁ ବହୁତ ହିଁ ତାଙ୍କ ପାଖରେ ଆମେ ମାନେ ଋଣୀ ହୋଇ ରହିଥିବା। ଏବଂ ଦ୍ୱିତୀୟ ପୁରସ୍କାରଟିକୁ ଏବେ ବିତରଣ କରିବେ ଆମ କ୍ଲବର ଆଉ ଜଣେ ଆଜୀବନ ସଦସ୍ୟ ଅଛନ୍ତି ଯିଏକି ବନ୍ଧୁଗଣ ଆପଣମାନଙ୍କୁ ଯଦି ମୁଁ କହିବି ଆପଣମାନେ ଖୁସିରେ ଆତ୍ମହରା ହୋଇଯିବେ। ବହୁତ ହିଁ ଗର୍ବରେ ଆପଣମାନଙ୍କର ଛାତି ଫୁଲି ଉଠିଯିବ। ଯିଏକି ଦେଶ ସେବା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପିତ କରିଛନ୍ତି। ଯେଉଁମାନେ କି ଆମ ଦେଶକୁ ରକ୍ଷା କରିବାରେ ନିଜର ଜୀବନକୁ ସମ୍ପୂର୍ଣ୍ଣ ରୂପେ ଜଳାଞ୍ଜଳି ଦେଇଛନ୍ତି। ଆଉ ଯେଉଁମାନେ କି ଆମ ଦେଶକୁ ସୁରକ୍ଷା